ମାଙ୍କର ପ୍ରିୟ ବାଜା ଚାଙ୍ଗୁ ବାଜା ବାଜୁଛି। ବାଜାର ତାଳେ ତାଳେ ବର୍ତ୍ତମାନ ଯୁବପିଢ଼ି ସହିତ ମହିଳାମାନେ ଖାଲି ପାଦରେ ବାହାରି ପଡ଼ିଛନ୍ତି ନିଜ ଝିଅକୁ ବିଦାୟ ଦେବା ପାଇଁ। ମୁଣ୍ଡରେ 108 ପ୍ରକାର ମିଠା ପିଠା ସହିତ ଝିଅ ପାଇଁ ଶୃଙ୍ଗାର ଜିନିଷ ସହିତ ଅଳଙ୍କାର ଓ ଶାଢ଼ୀ। ମନରେ ବହୁତ ଖୁସି, କାରଣ ତାଙ୍କ ଝିଅ ଆଜି ବାପ ଘରୁ ଶାଶୁ ଘରକୁ ଯାଉଛି। ଆଉ ତାଙ୍କ ଝିଅ କିଏ ଜାଣନ୍ତି? ତାଙ୍କ ଝିଅ ଆଉ କେହି ନୁହନ୍ତି, ସେ ହେଉଛନ୍ତି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝି ଖରିଆଣୀ। ବାପ ଘରକୁ ଝିଅ ବୁଲିବାକୁ ଆସି ରହିବା ପରେ ଝିଅ ଯେତେବେଳେ ନିଜ ଶାଶୁ ଘରକୁ ଫେରିଥାଏ, ସେତେବେଳେ ବାପ ଘରୁ ଭାର ଦେଇ ଝିଅକୁ ପଠାଯାଇଥାଏ। ମାଙ୍କ ପାଇଁ ରାୟଗଡ଼ା ସହରର କସ୍ତୁରୀ ନଗର ଓ ରାଣୀଗୁଡ଼ା ଫାର୍ମର ମହିଳା ଶ୍ରଦ୍ଧାଳୁମାନେ ଆରିସା, କାକରା, ଲଡୁ, ମୁଆଁ, ରସଗୋଲା, କଦଳୀ ଭଳି 108 ପ୍ରକାର ମିଠା ଓ ପିଠା ସହ ଶାଢ଼ୀ, ସିନ୍ଦୁର, ଅଳତା, ଚୁଡ଼ି, ଦର୍ପଣ ସହ ଅଳଙ୍କାର ନେଇ ମା ମଝି ଖରିଆଣୀ ମନ୍ଦିରକୁ ଯାଇ ଭୋଗ କରିବା ସହ ଅର୍ପଣ କରିଛନ୍ତି। ବର୍ତ୍ତମାନ ଯୁବପିଢ଼ି କହିଛନ୍ତି ଯେ ଏହି ପରମ୍ପରା ବହୁ ପୁରୁଣା। ତାଙ୍କର ଜେଜେବାପା ଜେଜେମା ଏହା କରୁଥିଲେ, ହେଲେ ବର୍ତ୍ତମାନ ଏହା ବନ୍ଦ ହୋଇଯାଇଥିଲା, ଯାହାଦ୍ୱାରା ଆମେ ପରମ୍ପରା ଲୋପ ପାଇବାକୁ ବସିଥିଲା। କିନ୍ତୁ ଆମେ ସେ ପୁରୁଣା ପରମ୍ପରାକୁ ଲୋପ ପାଇବାକୁ ଦେବୁନି। ବହୁ ବର୍ଷ ପରେ ଆମେ ଏହି ପରମ୍ପରାକୁ ପୁଣି ଆରମ୍ଭ କରିଛୁ ଓ ଆଗକୁ ପ୍ରତିବର୍ଷ ଏହା ଚାଲୁ ରହିବ। ଏହାଦ୍ୱାରା ଆମର ବିଶ୍ୱାସ ରହିଛି ଯେ ଆମର ସମସ୍ତ ମନସ୍କାମନା ପୂରଣ ହେବା ସହ ଭଲ ଚାଷ ଅମଳ ହେବା ସହ ବାଣିଜ୍ୟରେ ଉନ୍ନତି ଏବଂ ଗ୍ରାମର ବିକାଶ ହୋଇଥାଏ ବୋଲି କହିଛନ୍ତି ବର୍ତ୍ତମାନର ଯୁବପିଢ଼ି। ରାୟଗଡ଼ାରୁ ମାଲେଶ କୌଶଲଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।